ଅଜଣା ପାପର ଫଳ। ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ସକୃତ ପାପର ଫଳ ସମୟାନୁସାରେ କର୍ମୀଙ୍କୁ ଅବଶ୍ୟ ଭୋଗିବାକୁ ହୋଇଥାଏ। ଏହା ଧ୍ରୁବ ସତ୍ୟ। ଏହା ଯଦି କୌଣସି କାରଣବଶତଃ ଗୋଟିଏ ଜନ୍ମରେ ଶେଷ ହୋଇ ନ ପାରିଲା ତେବେ ପରବର୍ତ୍ତୀ ଜନ୍ମ ପାଇଁ ଏହା ସଞ୍ଚିତ ହୋଇ ରହିଥାଏ। କାରଣ ଈଶ୍ୱର କେବଳ ଶୁଭ ପୁଣ୍ୟକର୍ମକୁ ସ୍ୱୀକାର କରିଥାନ୍ତି, ପାପକର୍ମକୁ ନୁହେଁ। ଏ ସମ୍ପର୍କରେ ଏକ ସତ୍ୟ ଘଟଣାଟି କହୁଛି, ମନ ଦେଇ ଶୁଣ। ଏକଦା ରାଜମହଲରୁ ଦଳେ ଚୋର ଚୋରି କରି ପଳାଇ ଯାଉଥିବା ବେଳେ ପ୍ରହରୀଙ୍କ ନଜରରେ ପଡ଼ିଗଲା। ପ୍ରହରୀମାନେ ଏକତ୍ର ହୋଇ ଚୋରକ ପଶ୍ଚାଦପନ କଲେ। ଚୋରମାନେ ଆତ୍ମରକ୍ଷାରେ କୌଣସି ଉପାୟ ପାଇନଥିଲେ। ଚୋରି ଦ୍ରବ୍ୟ ସହ ଦୌଡ଼ିବାକୁ ଅସୁବିଧା ହେବାରୁ ସେ ସବୁକୁ ମାଣ୍ଡ୍ୟପ ନାମକ ଜଣେ ପ୍ରଖ୍ୟାତ ଋଷିଙ୍କ ଆଶ୍ରମ ପରିସରରେ ପକାଇ ଦେଇ ପଳାଇଗଲେ। ପ୍ରହରୀମାନେ ଡଙ୍ଗା ସାଧନାରେ ଥିବାବେଳେ ଦେଖିବାକୁ ପାଇଲେ ଋଷିଙ୍କ ଆଶ୍ରମ ପରିସରରେ ପଡ଼ିଥିବା ଲୁଟ୍ ସାମଗ୍ରୀ। ତାଙ୍କର ଧାରଣା ହେଲା, ଯେହେତୁ ଚୋରି ସାମଗ୍ରୀ ତାଙ୍କ ଆଶ୍ରମ ପଛପଟରେ ପଡ଼ିଛି, ତେଣୁ ଋଷି ଏଥିରେ ଜଡ଼ିତ। ନିଶ୍ଚୟ ଭାବରେ ଋଷି ନିଜକୁ ନିର୍ଦ୍ଦୋଷ ବୋଲି ଯେତେ କହିଥିଲେ ମଧ୍ୟ ପ୍ରହରୀମାନେ ତାଙ୍କୁ ଧରି ନେଇଥିଲେ ରାଜାଙ୍କ ନିକଟକୁ ବିଚାର ନିମନ୍ତେ। ରାଜା କିଛି ନ ବୁଝି ଲୁଟ୍ ସାମଗ୍ରୀ ଆଶ୍ରମ ପରିସରରୁ ଜବତ ହୋଇଥିବାରୁ ଋଷି ଶୂଳୀରେ ଚଢ଼ାଇ ଦେବାକୁ ନିର୍ଦ୍ଦେଶ ଦେଲେ। ରାଜା ଆଦେଶ ପାଳିତ ହେଲା। ଋଷି ଶୂଳୀରେ ଅନବରତ ଗାୟତ୍ରୀ ମନ୍ତ୍ର ଜପ କରୁଥାନ୍ତି। ସିଦ୍ଧତପା ଥିବାରୁ ମୃତ୍ୟୁ ତାଙ୍କୁ ସ୍ପର୍ଶ କରିନଥିଲା। ଋଷିଙ୍କ ଶରୀରରୁ ନିର୍ଗତ ଦିବ୍ୟ ଜ୍ୟୋତି ଦେଖି ପର ମୁହୂର୍ତ୍ତରେ ରାଜାଙ୍କ ଧାରଣା ହୋଇଥିଲା ସେ ଦୋଷୀ ନୁହନ୍ତି ବୋଲି। ଭୟଭୀତ ରାଜା ଋଷିଙ୍କୁ ଶୂଳୀରୁ ଓହ୍ଲାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୈନ୍ୟମାନଙ୍କୁ। ଋଷିଙ୍କଠାରୁ ସକଳ ବୃତ୍ତାନ୍ତ ଶୁଣିବା ପରେ ରାଜା ପଶ୍ଚାତପୂର୍ବକ ବାରମ୍ବାର ପ୍ରଣାମ କରି ଋଷିଙ୍କୁ କ୍ଷମା ମାଗିଥିଲେ। ଋଷି ରାଜାଙ୍କୁ କ୍ଷମା କରି ଦେଇଥିଲେ। କିନ୍ତୁ ଅତି ମାତ୍ରାରେ ବ୍ୟଥିତ ହୋଇ କହିଥିଲେ, ମୁଁ ଯମରାଜାଙ୍କୁ ପଚାରିବି କେଉଁ କାରଣରୁ ମୋ ଭଳି ଜଣେ ନିର୍ଦ୍ଦୋଷ ନିରପରାଧକୁ ଏଭଳି କଠୋର ଦଣ୍ଡ ଭୋଗିବାକୁ ହେଲା। ନିଜ ଉପରେ ଦୃଢ଼ ବିଶ୍ୱାସ ଥିଲା। ଜ୍ଞାତସାରରେ କୌଣସି କୁକର୍ମ କରିନଥିବାରୁ ସେ ଭାବିଲେ ତାଙ୍କୁ ବିନା ଅପରାଧରେ ଯମରାଜ କର୍ତ୍ତୃକ ଏଭଳି ଦଣ୍ଡ ଦିଆଯାଇଛି। ଆଉ କାଳ ବିଳମ୍ବ ନ କରି ଋଷି ଯମପୁର ଯାତ୍ରା କଲେ। ଯମରାଜଙ୍କ ଅତି ଜୋରାଳ ଭୟଙ୍କର ରୂପ ଦେଖି ଦୁରାଚାରୀ ଓ ପାପୀମାନେ ଭୟଭୀତ ହୋଇପଡ଼ୁଥାନ୍ତି। ହେଲେ ନିର୍ମଳ ହୃଦୟ ମାଣ୍ଡବଙ୍କର ଭୟ ନଥିଲା। ନିଜର ଋଷି ଦାମ୍ପତ୍ୟଙ୍କ ସହକାରେ ପଚାରିଲେ, ଯମରାଜ କୁହନ୍ତୁ, କେଉଁ ଅପରାଧରେ ମୋତେ ବିନା ଦୋଷରେ କଠୋର ଶୂଳୀଦଣ୍ଡ ଭୋଗିବାକୁ ପଡ଼ିଲା? ଏହା ଶୁଣି ଯମରାଜ ହସିକି କହିଲେ, ବିନା ଦୋଷରେ ମୁଁ କାହାରିକୁ ହେଲେ ମୁଁ ଦଣ୍ଡିତ କରି ନଥାଏ। ଏହି ନିୟମରେ କେବେ ବି ଉଲ୍ଲଂଘନ ହୁଏ ନାହିଁ। ଥରେ ତେବେ ଶୁଣନ୍ତୁ, ତୁମେ ଯେତେବେଳେ ବାଳକ ଥିଲ ସେ ସମୟରେ କୌତୂହଳର ବଶବର୍ତ୍ତୀ ହୋଇ ଗୋଟିଏ ପ୍ରଜାପତିକୁ ଧରି ତାକୁ କଣ୍ଟାରେ ଫୁଟାଇ କଷ୍ଟ ଦେଇଥିଲ। ତାହାହିଁ ତୁମର ଅପରାଧ ଥିଲା। ଏହି କାରଣରୁ ତୁମେ ଦଣ୍ଡିତ ହେଲ। ତୁମକୁ ତୁମ କର୍ମଫଳ ଭୋଗିବାକୁ ହେଲା। ବହୁ ବର୍ଷର ପାପକର୍ମର ଫଳର ଶାସ୍ତି ଦେବାକୁ ଈଶ୍ୱର ସମୟ ସୁଯୋଗର ଅପେକ୍ଷାରେ ଥାଆନ୍ତି। ବିନା ଦୋଷରେ ଈଶ୍ୱର କାହାରିକୁ ଦଣ୍ଡ ଦିଅନ୍ତି ନାହିଁ। ସତ କେବେ ଲୁଚି ରହେନା, କି ପାପ କେବେ ଲୁଚି ରହେନା। କଥାଟିକୁ ମନେ ରଖିଲେ ଆପଣ ସୁଖୀ ହେବେ।